ସୁବଳିଆ ଥାନା ଗରିଆମୁଣ୍ଡା ଛକରୁ 2 ଜଣ ଗଞ୍ଜାଇ ବେପାରୀକୁ ସୁବଳିଆ ପୋଲିସ ଧରିବାରେ ସକ୍ଷମ ହୋଇଛନ୍ତି। 6 କେଜି 700 ଗଞ୍ଜେଇ ସହ 2 ଅଭିଯୁକ୍ତ ଗିରଫ। ସୁବଳିଆ ଥାନାରେ ମାମଲା ରୁଜୁ। ମିଳିଥିବା ସୂଚନା ଅନୁସାରେ ଆଜି ଜିଲ୍ଲାର ସୁବଳିଆ ପୋଲିସ ପ୍ରାତଃକାଳୀନ ପାଟ୍ରୋଲିଂ କରୁଥିବା ବେଳେ ରେଢ଼ାଖୋଲ ପଟକୁ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିବା 2 ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରା ଉଚରା କରିବା ସହିତ ଉକ୍ତ ବ୍ୟକ୍ତିମାନଙ୍କ ବ୍ୟାଗ୍ ଯାଞ୍ଚ କରିବାରୁ ଜଣଙ୍କ ବ୍ୟାଗରୁ 4 କିଲୋ ଗଞ୍ଜେଇ ଏବଂ ଆଉ ଜଣଙ୍କ ବ୍ୟାଗରୁ 2 କେଜି 700 ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହିଭଳି ଭାବରେ 6 କେଜି 700 ଗ୍ରାମ ଗଞ୍ଜେଇ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ସୁବଳିଆ ପୋଲିସ। ତେବେ ଏନେଇ ଆଜି ଅପରାହ୍ନ 1:15 ସମୟରେ ଅଭିଯୁକ୍ତମାନଙ୍କ ନାମରେ ଥାନା କେସ୍ ନମ୍ବର 173/24 ଧାରା NDPS ଆକ୍ଟରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଅପରାହ୍ନ 4ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି। ତେବେ ଅଭିଯୁକ୍ତ 2 ହେଲେ ଉତ୍ତରପ୍ରଦେଶର ଦେବରାଜ ୟାଦବ, ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଗ୍ରାମର ଗୌରବ ବେହେରା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ସୁବର୍ଣ୍ଣପୁରରୁ ସଦାନନ୍ଦ ମହାନନ୍ଦଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।